ହେଉଛି ଆଇଟେଲ୍ ମୋବାଇଲ। ଏଥିରେ ଗୋଟେ ୟୁନିକ୍ ପ୍ରୋବ୍ଲେମ୍ ଅଛି। ପ୍ରୋବ୍ଲେମ୍ ହେଉଛି କଷ୍ଟମର ୟାକୁ ନେଇଥିଲେ, ନ୍ୟू ମୋବାଇଲ ନେଇଥିଲେ ଏଟା। ତ ଇଏ 1 ଇୟର ୱାରେଣ୍ଟି ଅବଭିୟସଲି ଅଛି। 1 ଇୟର ୱାରେଣ୍ଟି ସରି ନାହିଁ, ମାତ୍ର 5 ରୁ 6 ମାସ ଅଛି ତାଙ୍କର 1 ଇୟର ୱାରେଣ୍ଟି ସରି ନାହିଁ। ତ ମାର୍କେଟରେ ଦୋକାନୀ ୱାରେଣ୍ଟି ପିରିୟଡ଼ରେ ଅଛି। ଦେଖନ୍ତୁ ଏଇଠି ଆମର ୱାରେଣ୍ଟି ଆମେ କେମିତି ଜାଣିବା? ଏଇଠି ଗୋଟେ ଧଳା ଷ୍ଟିକର ଥାଏ, ଏଇଠି ସ୍କ୍ରୁ ଉପରେ ଧଳା ଷ୍ଟିକର ଥାଏ। ତ ଯଦି କଷ୍ଟମର ଫାଷ୍ଟ ତାର ୱାରେଣ୍ଟିରେ ହେଇଯାଉଛୁ, କ'ଣ ପାଇଁ ଆମେ ଖୋଲିବା? ତାର 1 ଇୟର ୱାରେଣ୍ଟି ଅଛି ନା। 1 ଇୟର ୱାରେଣ୍ଟି କଷ୍ଟମର ୱାରେଣ୍ଟିରେ ତାର କ୍ଲେମ୍ ହେଇଯାଉ। ଆମ ପାଖରେ ତ ମୋବାଇଲ ଆସୁଛି, ବହୁତ ମୋବାଇଲ ଆସୁଛି, ଆମେ କାମ କରିକି ଦେଇପାରୁନା, ଆମ ପାଖରେ ପଡ଼ି ରହୁଛୁ। ତ ଯେଉଁଟା ୱାରେଣ୍ଟି ଅଛି, ଯେ କଷ୍ଟମର ଜାଣିନାହାନ୍ତି ତାକୁ ଜଣାନ୍ତୁ ଆଗ ଯେ ଭାଇ ଆପଣଙ୍କର ୱାରେଣ୍ଟି ପିରିୟଡ଼ରେ ଅଛି, ଆପଣ ସର୍ଭିସ୍ ସେଣ୍ଟର ଯାଆନ୍ତୁ କିମ୍ବା ଯେଉଁଠୁ ନେଇଥିଲେ ତାଙ୍କୁ ଯାଇକି ଦିଅନ୍ତୁ, ତ ସିଏ ୱାରେଣ୍ଟିରେ କରାଇଦେବେ। ଆଉ ବହୁତ କଷ୍ଟମର ବି ଅଛନ୍ତି, ଦୋକାନ ଭାଇଙ୍କୁ ତ ଦୋଷ ସବୁ ଦେଇ ହେବନି, କାହିଁକିନା ସେମାନେ ବି ଡାଇରେକ୍ଟ ଆସିକି କୁହନ୍ତି ଯେ ଭାଇ ତୁମେ ମୋବାଇଲ ଖୋଲିଦିଅ, ରିପେୟାର କରିଦିଅ, ଆମେ ସର୍ଭିସ୍ ସେଣ୍ଟର ଯାଇପାରିବୁନି, ଆମ ପାଖରେ ଟାଇମ୍ ନାହିଁ, ସମୟ ନାହିଁ। ଦେଖନ୍ତୁ ଟାଇମ୍ ନାହିଁ, ସମୟ ନାହିଁ, ଠିକ୍। କଷ୍ଟ ଯେଉଁଟା ଆପଣଙ୍କର ଫ୍ରି ଅଫ୍ କଷ୍ଟରେ ହେବ। ଯଦି ଆପଣ କେତେବେଳେ ଟାଉନକୁ ଯାଉଛନ୍ତି, କାହିଁକିନା ଗାଁ ଗହଳିରେ ତ ସର୍ଭିସ୍ ସେଣ୍ଟର ନଥାଏ, ଟାଉନକୁ ଯାଉଛନ୍ତି, ତ ସେଠି ସାଙ୍ଗେ ସାଙ୍ଗେ ଘଣ୍ଟାଟେ ଭିତରେ ଆପଣଙ୍କୁ ଯଦି ୱାରେଣ୍ଟିରେ ଆପଣଙ୍କର ଯଦି ସ୍ପେୟାର ପାର୍ଟ ଆଭେଲେବୁଲ୍ ଥିବ, ତାହେଲେ ଆପଣ ଘଣ୍ଟାଟେ ଭିତରେ ଆପଣଙ୍କର ସର୍ଭିସ୍ ପାଇଯିବେ। ଆଉ ଜିନିଷଟା କ'ଣ ଫ୍ରେଶ୍ ରହିବ, ଆପଣ ବହୁତ ଦିନ ୟୁଜ୍ କରିପାରିବେ। ହଁ 1 ଇୟର ପାରେଇଛି, ସରିଯାଇଛି 1 ଇୟର ୱାରେଣ୍ଟି ଶେଷ, ତାହେଲେ ମାର୍କେଟରେ ଦେଖନ୍ତୁ କୌଣସି ଅସୁବିଧା ନାହିଁ। କାହିଁକିନା ଏଇ ମଉସା ଜଣଙ୍କର କ'ଣ ହେଇଛି, ତାଙ୍କର ୱାରେଣ୍ଟି ଯେହେତୁ ଥିଲା, ତ ସିଏ ୱାରେଣ୍ଟିରେ ଦେଖାଇ ନାହାନ୍ତି ମାର୍କେଟରେ, ମାନେ ଆମର ସର୍ଭିସ୍ ସେଣ୍ଟର ଯାଇନାହାନ୍ତି, ମାର୍କେଟରେ ଦେଖାଇଛନ୍ତି। ତାଙ୍କର ପ୍ରୋବ୍ଲେମ୍ ଗୋଟେ ପରେ ଗୋଟେ ଚାଲିଛି। କିଏ ତାଙ୍କର ଚାର୍ଜିଂ ପେନ୍ ଚେଞ୍ଜ କରିଦେଉଛୁ, କିଏ ବ୍ୟାଟେରୀ ଚେଞ୍ଜ କରିଦେଉଛୁ, ଯାହାର ଯେଉଁ ମନ ସିଏ ସେୟା କରୁଛୁ। ତ ଆକ୍ଚୁଆଲିରେ ଫଲ୍ଟ କ'ଣ ଥିଲା ୟାର? ଏଇ ମୋବାଇଲରେ ଆମର ଏଇ ଦେଖନ୍ତୁ, ଏଇ ମଝିଟା ହେଉଛି ଆମର ବ୍ୟାଟେରୀ ଆଇଡ଼ି, ତା ସଙ୍ଗୁ ନେଗେଟିଭ୍। ଏଥିରେ ଆମର କ'ଣ ଥିଲା, ଏରର ଭଳିଆ ଗୋଟେ ଆସୁଥିଲା। ତ ମୁଁ ୟାକୁ କ'ଣ କଲି, ଏଇଠି ଗୋଟେ 10K ରେଜିଷ୍ଟର ଗୋଟେ ତାକୁ ଦେଲି। ତ ଯେଉଁ ଆମର ଟେମ୍ପରେଚର ଏରରଟା ଆସୁଥିଲା, ତାପରେ ମୋବାଇଲ ସଟ୍ଡାଉନ୍ ହେଇଯାଇଥିଲା, ତ ସେଇଟା ସଟ୍ଡାଉନ୍ ଆଉ ହେଲା ନାହିଁ। ଏଇ ଦେଖନ୍ତୁ ଏଇଠି ଗୋଟେ ହେଇଛି, ଏଇଠି ଦେଖନ୍ତୁ, ଏଇଠି ଗୋଟେ ଦେଖାଯାଉଛି ନା, ଏଇଟା ସୂତାଟା ଜଷ୍ଟ। ତ ଏଇଟା ଗୋଟେ 10K ରେଜିଷ୍ଟର ଦେଇକି ମୁଁ ତାକୁ ବ୍ୟାଟେରୀ ଆଇଡ଼ିରୁ ନେଗେଟିଭକୁ କନେକ୍ସନ୍ ଦେଇଦେଲି। ତ ବର୍ତ୍ତମାନ ଯେଉଁ ପ୍ରୋବ୍ଲେମ୍ ଆମର ହେଉଥିଲା, ମାନେ ଚାଲୁଥିଲା କମ୍ପ୍ଲିଟ୍ ଅନ୍ ହେଉଥିଲା, ତାପରେ ସୁଇଚ୍ ଅଫ୍ ହେଇଯାଉଥିଲା, ତ ସେଇ ପ୍ରୋବ୍ଲେମ୍ଟା ଆମର ସର୍ଟ ଆଉଟ୍ ହେଇଗଲା। ବର୍ତ୍ତମାନ ଆମର କଣ୍ଟିନ୍ୟୁ ମୋବାଇଲ ଅନ୍ ହେଇକି ରହୁଛୁ, ମୋବାଇଲ ପରଫେକ୍ଟ ଚାଲୁଛୁ, କୌଣସି ଅସୁବିଧା ନାହିଁ। ନହେଲେ ମୋବାଇଲ ପୁରା ଅନ୍ ହେଉଛି, କମ୍ପ୍ଲିଟ୍ ଚାର୍ଜ ବି ହେଉଛି, ସବୁ ହେଉଛି, କିନ୍ତୁ ୱାନ୍ସ ଯଦି ମୋବାଇଲ ସୁଇଚ୍ ଅଫ୍ ହେଉଛି, ତାହେଲେ ଆପଣ ମୋବାଇଲ ଅନ୍ କଲେ ବି ଅନ୍ ହେବ ନାହିଁ। ଚାର୍ଜର ଖୋଲିକି ତା ଦେହରେ ଆଉ ଥରେ ବ୍ୟାଟେରୀ, ମାନେ ସରି ଚାର୍ଜର ଖୋଲି କହୁଛି, ବ୍ୟାଟେରୀ ଖୋଲିକିନା ତା ଦେହରେ ଆଉ ଥରେ ବ୍ୟାଟେରୀ ଲଗାଇବେ, ତାପରେ ଯାଇ ମୋବାଇଲ ଅନ୍ ହେବ। କିନ୍ତୁ କିଛି ଟାଇମ୍ ପରେ ପୁଣି ସେଇ ସେମ୍ ହେଇଯିବ ସିଚୁଏସନ୍, ପୁଣି ଅଫ୍ ହେଇଯିବ, ପୁଣି ଅନ୍ ହେବ ନାହିଁ। ବୋର୍ଡ଼ ଦେଖନ୍ତୁ ପୁରା ଫୁଲ୍ ଫ୍ରେଶ୍ ଅଛି, କୌଣସି ଘଣ୍ଟା ଘୁଣ୍ଟି ହେଇନି। କେବଳ ମୁଁ କାମ କ'ଣ କଲି, ବ୍ୟାଟେରୀ ଆଇଡ଼ିରୁ ଗ୍ରାଉଣ୍ଡକୁ ଗୋଟେ 10K ରେଜିଷ୍ଟର ଦେଇକି ତାର ପ୍ରୋବ୍ଲେମ୍ ସର୍ଟ ଆଉଟ୍ ହେଇଗଲା।